ବିଗ୍ ଗୁଡ୍ ନ୍ୟୁଜ୍। ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାସନ କାର୍ଡ଼ରେ ମିଳିବ 3 ମାସର ଚାଉଳ। ଯେଉଁମାନଙ୍କର ଚାଉଳ ମିଳୁଛି, 2 ମାସର ମିଳିନି, ଏକାଥରେ ମିଳିବ 3 ମାସର ଚାଉଳ। ତ ଚାଲନ୍ତୁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଜାଣିପାରିବେ। ତ ଭିଡ଼ିଓକୁ ଗୋଟେ ଲାଇକ୍ କରିକିରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାକି ଫଳରେ ଏଭଳିଆ ଇନଫର୍ମେସନ୍ ଭିଡ଼ିଓ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ଭିଡ଼ିଓକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଯେଉଁମାନଙ୍କର ରାସନ କାର୍ଡ଼ ମିଳିନି ବା ମିଳିବାକୁ ଯାଉଛି, ଆପଣଙ୍କର ସାଙ୍ଗସାଥି, ଫ୍ରେଣ୍ଡ ସର୍କଲ୍, ଆପଣଙ୍କର ଫ୍ୟାମିଲି ମେମ୍ବର, ସେମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ, ଯାହାକି ଫଳରେ ସେମାନେ ଟିକେ ଖୁସି ଅନୁଭବ କରିପାରିବେ। କେଉଁ ଦିନଠୁ ମିଳିବ, କେଉଁ ମାସରେ ମିଳିବ, ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ NFSA ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା SFSSରେ ରାଜ୍ୟ ସରକାର ହିତାଧିକାରୀଙ୍କୁ 3 ମାସର ପୋଷଣଯୁକ୍ତ ଚାଉଳ ଫର୍ଟିଫାଏଡ୍ ରାଇସ୍ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ନଭେମ୍ବର 3 ମାସ ପାଇଁ ଅତିରିକ୍ତ ଭାବେ ଏହି ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯିବ। 19 ଜିଲ୍ଲାର 70,47,418 ପରିବାରରେ 2,39,46,053 ହିତାଧିକାରୀଙ୍କୁ 10,57,112.70 କ୍ୱିଣ୍ଟାଲ ଚାଉଳ ବଣ୍ଟନ କରିବାକୁ ରହିଛି। ଏନେଇ ଚଳିତ ଅକ୍ଟୋବର 18ରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗରେ ସ୍ୱତନ୍ତ୍ର ସଚିବ ଶ୍ରୀଧର ନାୟକ ସମ୍ପୃକ୍ତ 19 ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ସ୍ୱତନ୍ତ୍ର ସଚିବ ତାଙ୍କ ପତ୍ରରେ ଜିଲ୍ଲାପାଳଙ୍କୁ ଦର୍ଶାଇଛନ୍ତି ଯେ NFSA ଏବଂ SFSS ଅଧୀନରେ ରାଜ୍ୟ ନିଜ ତରଫରୁ ଫେଷ୍ଟଫୁଲ୍ 10,57,112.70 କ୍ୱିଣ୍ଟାଲ ପୋଷଣଯୁକ୍ତ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବଣ୍ଟନ ହେବାକୁ ଥିବା ଜିଲ୍ଲାଗୁଡ଼ିକର ନାମ ହେଉଛି ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରଭୃତି ରହିଛି। ଏହି ଚାଉଳ ସେପ୍ଟେମ୍ବରରୁ ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ବଣ୍ଟନ କରାଯିବ। ସରକାରଙ୍କ ସଂଶୋଧିତ ନିର୍ଦ୍ଦେଶମାନଙ୍କୁ ନେଇ ସ୍ୱତନ୍ତ୍ର ସଚିବ ଦର୍ଶାଇଛନ୍ତି, ପୋଷଣମୁକ୍ତ ଚାଉଳ ବଣ୍ଟନରେ ମାପ ଅନୁସାରେ ପ୍ରତି ପରିବାର ପାଇଁ ମାସକୁ 5 କିଲୋଗ୍ରାମ ହାରରେ 3 ମାସ ଲାଗି ପ୍ରଦାନ କରାଯିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଏହା ମାଗଣାରେ ଯୋଗାଇ ଦିଆଯିବ। NFSA ଓ SFSS ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ ମିଳିବ। ଯେଉଁମାନଙ୍କୁ ମିଳୁଥିଲା ଟଙ୍କାଟେ ଆପଣଙ୍କୁ ଦେବା ପାଇଁ ପଡ଼ୁଥିଲା, ଆଉ ପଇସା ଦେବା ପାଇଁ ପଡ଼ିବନି। ବିନା ମୂଲ୍ୟରେ ଆପଣମାନେ ଚାଉଳ 3 ମାସର ପାଇବେ। ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ରାସନ କାର୍ଡ଼ ଅନୁସାରେ ଚାଉଳ ବଣ୍ଟନ ହେବ। ଆବଶ୍ୟକତା PDS ଷ୍ଟକ୍ କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନୀମାନଙ୍କୁ ହିଁ ବଣ୍ଟନ କରିପାରିବେ। ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ପ୍ରାୟୋରିଟି ହାଉସହୋଲ୍ଡ PPH ପାଇଁ 9,17,315.25 କ୍ୱିଣ୍ଟାଲ ଚାଉଳ ବଣ୍ଟନ ହେବାକୁ ରହିଥିବା ବେଳେ ଅନ୍ତର୍ଯୋଜନା AAJରେ 1,24,303.95 କ୍ୱିଣ୍ଟାଲ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷାରେ ଅବଶିଷ୍ଟ 15,493.50 କ୍ୱିଣ୍ଟାଲକୁ ପୋଷଣମୁକ୍ତ ଚାଉଳ ସମ୍ପୃକ୍ତ ଜିଲ୍ଲାର ହିତାଧିକାରୀଙ୍କୁ ବଣ୍ଟନ କରାଯିବ। ଏଥିମଧ୍ୟରେ 61,15,435 ପରିବାରରେ NFSA ଯୋଜନାରେ ରହିଥିବା ବେଳେ 2,12,92,477 ଜଣ ଉପକୃତ ହେବେ। ସେହିପରି ଅନ୍ତର୍ଯୋଜନାରେ 8,28,693 ପରିବାରରେ 24,43,163 ଜଣ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 1,03,290 ପରିବାରରେ 2,10,413 ଜଣ ଉପକୃତ ହେବେ ବୋଲି ଜଣାଯାଉଛି। ତେବେ ଇଏ ଆପଣମାନଙ୍କ ପାଇଁ କେତେ ଖୁସିର ସମୟ ଯେ 3 ମାସର ଏକାଥରକରେ ଚାଉଳ ମିଳିବ।
ଯେଉଁମାନେ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ମିଳିବ, ଯେଉଁମାନେ ପାଇଛନ୍ତି ସେମାନଙ୍କୁ ମଧ୍ୟ ମିଳିବ। ଯେଉଁମାନେ ପଇସା ଦେଇକରି ଟଙ୍କାଟେ ଲେଖା ଆପଣଙ୍କୁ ଦେବା ପାଇଁ ପଡ଼ୁଥିଲା ଆଉ ମଧ୍ୟ ଦେବେନି। ତ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଆଉ ସେୟାରକୁ ଅଧିକରୁ ଅଧିକ ସେୟାର କରିଦିଅନ୍ତୁ, ଯାହାକି ଫଳରେ ଯେଉଁମାନଙ୍କ ପାଖରେ ଯେଉଁମାନେ ଚାଉଳ ପାଉଛନ୍ତି ଅନ୍ତର୍ଦୟ ଚାଉଳ ପାଉଛନ୍ତି, ଯେଉଁ ପ୍ରତ୍ୟେକ ବ୍ୟକ୍ତି ପାଖରେ ଭିଡ଼ିଓକୁ ପହଞ୍ଚାଇ ଦିଅନ୍ତୁ। ଯଦି ଆମର ଏ ଇନଫର୍ମେସନ୍ରୁ ଆପଣଙ୍କୁ କିଛି ଶିଖିବାକୁ ମିଳିଛି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାକି ଫଳରେ ଏଇଭଳିଆ ଇନଫର୍ମେସନ୍ ଭିଡ଼ିଓ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ଆପଣଙ୍କର ସାଙ୍ଗସାଥି ଫ୍ୟାମିଲି ମେମ୍ବର ସେମାନଙ୍କୁ ମଧ୍ୟ ଅଧିକରୁ ଅଧିକ ସେୟାର କରିଦିଅନ୍ତୁ, ଯାହାକି ଫଳରେ ସେମାନେ ବୁଝିପାରିବେ ଏବଂ ଜାଣିପାରିବେ। ତ ରହୁଛି, ଦେଖା ହେବ ଆଉ ଗୋଟେ ଏମିତିକା ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।